ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନରେ ଜିଲ୍ଲା ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ପାଇଁ 2,90,000 କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି। ଏହି ଜନକଲ୍ୟାଣକାରୀ ବଜେଟ୍ରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡ଼ା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। ଶଙ୍କର ନେତ୍ରାଳୟରେ ଆୟୁଷ୍ମାନ କାର୍ଡ ଲଗେଇ ପାରିବେ। ଆପଣ ହାର୍ଟ ଚିକିତ୍ସା କରିବା ପାଇଁ ବାହାରକୁ ଚାହୁଁଛନ୍ତି, ଆପଣ ବାଙ୍ଗାଲୋରର ନାରାୟଣ ହୃଦୟାଳୟରେ ଯୋଉଟା ଏକଦମ ବଡ଼ ଲୋକମାନେ ଚିକିତ୍ସିତ ହୁଅନ୍ତି, ମୋଦୀଙ୍କ ଯୋଜନା ଅନୁଯାୟୀ ଗାଁର ଗରିବ ଏବେ ସହରୀ ବାବୁଙ୍କ ସହିତ ସମକକ୍ଷ ହେବାର ସୁଯୋଗ ପାଇଛି। ଏବଂ ଆମ ସରକାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ABDM ପାଇଁ 100 କୋଟି ଟଙ୍କାର ବ୍ୟୟବରାଦ କରିଛି। ତେଣୁ ବହୁତ ଜଲ୍ଦି ଆୟୁଷ୍ମାନ କାର୍ଡ ଏକ ସ୍ମାର୍ଟ କାର୍ଡ ଭାବେ ଆପଣଙ୍କ ପାଖକୁ ଆସି ପହଞ୍ଚିବ। ଆମର ଯେଉଁମାନେ ପ୍ରବାସୀ ସେମାନେ ଭଲରେ ଆମ ସହିତ ରୁହନ୍ତୁ, ତାଙ୍କୁ ଆମେ ସମୟ ଦେଇପାରିବା। ବନ୍ଧୁମାନେ, ମୋଦିଜୀ କହିଥିଲେ ସମସ୍ତଙ୍କ ଘର ଦୁଆର ମୁହଁରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ହେବ। ଯିଏ ଆଗରୁ ସରକାରରେ ଥିଲେ କେବଳ ପାଣି ପାଇଲେ ଖୁସି ତ କହି ଫଟୋ ଦେଇ ପାଣି ମିଳୁଥିଲା କି ନାହିଁ ସନ୍ଦେହ ଥିଲା। କିନ୍ତୁ ଏଥର ସରକାର ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ 8,600 କୋଟିରୁ ଅଧିକ ପୁଞ୍ଜିନିବେଶ କରିବେ, ଯେଉଁଥିରେ ଆପଣଙ୍କ ଘର ପାଖରେ ଟ୍ୟାପ୍ ଜଳ ଆପଣ ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ହେବ, ଯେଉଁଥିରେ ଅଟଳ ବସ୍ ଷ୍ଟାଣ୍ଡରେ ବସ୍ ରହିବ। ପାଖାପାଖି ବସ୍ ସେବା ପାଇଁ 1,085 କୋଟି, ଅଟଳ ବସ୍ ଷ୍ଟାଣ୍ଡ ପାଇଁ ଆପଣ 1,266 କୋଟି ଟଙ୍କାର ବ୍ୟବରାଦ ହେଇଛି। ଆଉ ଅଳ୍ପ ଦିନ ପରେ ସାରା ଓଡ଼ିଶାରେ ଯେତେ ବସ୍ ଷ୍ଟାଣ୍ଡ ଅଛି ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳଜୀଙ୍କର ନା ସହିତ ଚମକଉଥିବା ବସ୍ ଷ୍ଟାଣ୍ଡ ଆପଣମାନେ ଦେଖିବାକୁ ପାଇବେ। ବିଭିନ୍ନ ସ୍ମାରକୀ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଆମେ ବହୁତ ପଇସା ଖର୍ଚ୍ଚ କରୁଛେ। ଉତ୍ତର ଓଡ଼ିଶାର ସୌଭାଗ୍ୟ ଉତ୍ତର ଓଡ଼ିଶାର ଡେଭଲପମେଣ୍ଟ କାଉନସିଲ ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ ହେଇଛି। ସେଭଳି ଦକ୍ଷିଣ ଓଡ଼ିଶା ପାଇଁ ବି ହେଇଛି, KVK ବିକାଶ ଯୋଜନା ପାଇଁ ବି ହେଇଛି। ସେତୁ ଅଧା ପନ୍ତୁରିଆ ରହିଥିବା ସେତୁ ଗୁଡାକ ପୂର୍ଣ୍ଣାଙ୍ଗ କରିବା ପାଇଁ ତାଙ୍କ ପାଇଁ ବି ବ୍ୟବସ୍ଥା ହେଇଛି। କି ଗତ ସରକାରରେ କାମ କରେଇକିରି ଦରମା ଦେଇ ନଥିବା 3 ମାସର ବି ପଇସା ଆମେ ଦବାକୁ ପ୍ରସ୍ତୁତ ହେଲେ। ଲକ୍ଷପତି ଦିଦି ସହାୟିକା ଯୋଜନାରେ ପାଖାପାଖି 10 ମାସର ଦରମା ଆମେ CRP, MBK, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ସମସ୍ତ ବନ୍ଧୁମାନଙ୍କୁ ତାଙ୍କର ପାରିଶ୍ରମିକ ଦେବା ପାଇଁ ପ୍ରସ୍ତୁତ। ଓଡ଼ିଶାରେ ପ୍ରତି ଗାଁରେ 5 ଜଣ ଭଉଣୀ ଲକ୍ଷପତି ବନିବେ। ଆମେ କହୁଥିଲେ ପଞ୍ଚନିଷ୍ଠା, ପଞ୍ଚପ୍ରାଣ, ନନା ତ କେତେ କଣ କହିପାରିବେ ପଞ୍ଚ ଲଗେଇକିରି ପଞ୍ଚଭୂତ। କିନ୍ତୁ ଆମେ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ, ନରେନ୍ଦ୍ର ମୋଦୀଙ୍କ ଭିଜନ, ମୋଦୀ ଗ୍ୟାରେଣ୍ଟିରେ ଡବଲ ଇଞ୍ଜିନ ସରକାରର ନେତୃତ୍ୱ ନେଉଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ, ଓଡ଼ିଶାରେ 25 ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି। ଆଜି ଗାଁରେ 5ରୁ ଅଧିକ ଭଉଣୀ ମାନଙ୍କୁ ବ୍ୟାଙ୍କର ସହାୟତା ମିଳିବ, ସୁଧ ମୁକ୍ତ ଋଣ ମିଳିବ, 10 ଲକ୍ଷ ଟଙ୍କା ଯାଏ ତାଙ୍କୁ ସୁଧ ଛାଡ଼ ମିଳିବ। ଏବଂ ଯେଉଁ ଭଉଣୀ ମାନେ ଲକ୍ଷପତି ହେବେ ସେମାନଙ୍କୁ ୱାର୍ଲଡ ସ୍କିଲ୍ ସେଣ୍ଟରର ସ୍କିଲ୍ ଡେ ଅପସ୍କିଲ୍ ରିସ୍କିଲ୍ କରିବାର ସୁଯୋଗ ମିଳିବ। ଏବଂ IIM ସମ୍ବଲପୁର ସେମାନଙ୍କ ପାଇଁ ମାର୍କେଟ ବା ବଜାର ତିଆରି କରିବ। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗାଁର ମହିଳାଙ୍କ ହାତରେ ପଇସା ଦେବା, ଇଏ ହେଉଛି ମୋଦୀ ସରକାରର ମହନୀୟତା, ଯାହା କରୋନା ସମୟରେ ମହିଳାଙ୍କର ଜିରୋ ଆକାଉଣ୍ଟକୁ 1,500 ଟଙ୍କା ଦେଇ ସେ ଆରମ୍ଭ କରିଥିଲେ। ଆଜି ଡବଲ ଇଞ୍ଜିନ
ताकू 10,000 टंका देबे एवं स्किल देबे मार्केट देबे जो थिरे ग्राम अर्थनीतिर केंद्र बिंदु हेबे महिला माने। बालेश्वर सांसद प्रताप चंद्र षडंगी बुद्धिजीवी सम्मेलन रे मार्गदर्शन सह अभिभाषण रखिथिले। उभय सांगठनिक जिलार सभापति ईश्वर चंद्र बेहेरा और प्रदीप पंडा, विधानसभा उपमुख्य सचेतक तथा रेमुणा विधायक गोविंद चंद्र दास, सिमुलिया विधायक पद्मलोचन पंडा, सदर विधायक मानस कुमार दत्त, नीलगिरी विधायक संतोष खटुआ मंचासीन थिले। प्रदीप कुमार मिश्र मंच परिचालना करथिबा बेले अध्यापक रमेश मिश्र केंद्र एवं राज्य बजेट विषय रे अभिभाषण रखिथिले। बजेट रे टैक्स संबंधी विषय रे विशिष्ट चार्टर्ड अकाउंटेंट डॉक्टर प्रदीप पंडा आलोकपात करथिले। शेष रे राज्य प्रवक्ता इंजीनियर विभुपद दास समस्त को धन्यवाद अर्पण करथिले। एही बुद्धिजीवी सम्मेलन रे शहर समेत जिलार बहु बुद्धिजीवी शामिल होइतिले।